ସ୍ୱାମୀଙ୍କର ମୁହଁ ଶୁଖିଥିବା ଦେଖି କେଉଁ ସ୍ତ୍ରୀ ଖୁସି ହୁଏ କୁହନ୍ତୁ ତ? ସେଇଟା ତ ମୁଁ ଜାଣିନି, କିନ୍ତୁ ମୁଁ ଭାରି ଖୁସି ହୋଇ ହସିବାକୁ ଲାଗିଲି। ଆଜି ସକାଳୁ ସକାଳୁ କ'ଣ ହେଲା ନା, ଚୁନା ମାଛ ଆଉ ଚିଙ୍ଗୁଡ଼ିକୁ ନେଇକି ଆମ ଦୁଇ ଜଣଙ୍କର ଭାରି ଟଣା ଉଟରା ହେଲା ପରେ ସ୍ୱାମୀ ମୋତେ ଗୋଟେ ଡାଇଲଗ୍ ମାରିଲେ, ବାଇକ୍ ମୋର, ଟଙ୍କା ମୋର, ଇଚ୍ଛା ମୋର, ଆଣିବି ବି ମୁଁ, ତେଣୁକରି ଚିଙ୍ଗୁଡ଼ି ରାଇ ହବାଟା ଥୟ। ରାଜନୈତିକ ଡାଇଲଗ୍ ମାରିକି ସ୍ୱାମୀ ପଳେଇଲେ ମାର୍କେଟ, ତାଙ୍କର ଆଣିବେ ପସନ୍ଦର ଚିଙ୍ଗୁଡ଼ି। ମୋ ମନଟା ଭାରି ଦୁଃଖ ହେଇଗଲା। ଦୂରରୁ ମୁଁ ଶୁଣିଲି ମୁସି ମଉସାଙ୍କ ଆବାଜ। ସାଙ୍ଗେ ସାଙ୍ଗେ ମୁସି ମଉସାଙ୍କୁ କହିଲି, ମୁସି ମଉସା ଆଜି କ'ଣ କ'ଣ ସବୁ ଆଣିଛ? ମୁସି ମଉସା କହିଲେ, ଚିଙ୍ଗୁଡ଼ି ମାଛ ଆଣିଛି ଆଉ ଚୁନା ମାଛ ବି ଆଣିଛି। ମୁଁ କହିଲି, ଇଏ ତ ଯିବେ ଚିଙ୍ଗୁଡ଼ି ଆଣିବା ପାଇଁ, ମୁଁ ଯାଉଛି ଚୁନା ମାଛ ମୋ ପାଇଁ ରଖିଦେବି, ପଖାଳ ଖାଇବି, ଭଜା ଖାଇବି, ତରକାରୀ ବି ଖାଇବି କହିକି ଅଧ କିଲୋ ରଖିଦେଲି। କିଛି ସମୟ ପରେ ସ୍ୱାମୀ ଭାରି ମନ ଦୁଃଖରେ ଘରକୁ ଆସିଲେ। ତାଙ୍କୁ ଦେଖି ମୁଁ କହିଲି, କ'ଣ ହେଲା, କ'ଣ ପାଇଁ ମୁହଁଟା ପୁରା ଆମ୍ବିଳିଆ କରିକି ଆସିଛ? ମୋତେ କହିଲେ, ଯା ଯା, ତୁ ହଉଛୁ ଗୋଟେ ବିଲେଇ, ମୋ ରାସ୍ତା କାଟିଲୁ ବୋଲି ଆଜି ମୋତେ ଚିଙ୍ଗୁଡ଼ି ମିଳିଲାନି। ଚିଙ୍ଗୁଡ଼ି କ'ଣ, ମୁଁ ତ ମାର୍କେଟ ବି ଯାଇପାରିଲିନି। ମୁଁ କହିଲି, କାହିଁ କ'ଣ ହେଲା କି? କହିଲେ, ରାସ୍ତାରେ ଗ୍ୟାସ୍ ସିଲିଣ୍ଡରକୁ ନେଇକି ପୁରା ମାରପିଟ ପୁରା ଲାଗିଛି, ଆଉ ସେଠି ପୋଲିସ ପୁରା ଛାଉଣି ହେଇକି ଅଛନ୍ତି। ମୁଁ ବହୁତ ରିକ୍ୱେଷ୍ଟ କଲି, ଟିକେ ନାକୁ ଛାଡ଼ିଦିଅ, ମୁଁ ଯାଇକି ମାଛ ନେଇକି ଆସିବି, ତଥାପି ମୋତେ ଛାଡ଼ିଲେନି। ମୁଁ ସେଇଠି ହସିଲି। ମୁଁ କହିଲି, କାହିଁ ମୋତେ ଯେଉଁ ଡାଇଲଗ୍ଟା ମାରିଲା ତାଙ୍କୁ ସେଇ ଡାଇଲଗ୍ ମାରିଲାନି, ବାଇକ୍ ମୋର, ଟଙ୍କା ମୋର, ଇଚ୍ଛା ବି ମୋର। ନା ହଁ, ମୁଁ ବି ହସି ହସି ତାଙ୍କୁ ସେ କଥା କହିଲି ଯେ ପୋଲିସ କହିଲା, ମୋ ହାତରେ ବାଡ଼ି ଦେଖୁଛ, ଏଇ ବାଡ଼ିଟା ବି ମୋର। ତାପରେ ଚୁପଚାପ ଗାଡ଼ିଟାକୁ ବୁଲେଇକି ତମ ପାଖକୁ ପୁଣି ପଳେଇ ଆସିଲି। ହଉ ଯାଅ, ତମର ଯାହା ଇଚ୍ଛା ତମେ ସେୟା କର। ମୁଁ କହିଲି, ଥାଉ ଥାଉ, ଆଉ ମନ ଦୁଃଖ କରନି। ମୁସି ମଉସା ଆସିଥିଲେ, ତାଙ୍କଠୁ ମୁଁ ଅଧ କିଲୋ ଖଣ୍ଡେ ମାଛ ରଖିଦେଇଛି। ନା କୋଉ ମାଛ? ମୁଁ କହିଲି, ଚୁନା ମାଛ। ନା ଚୁନା ମାଛ ଅଧ କିଲୋ କ'ଣ ଅଣ୍ଟିବ? ମୁଁ ତ ଭଜାରେ ଏକାକି 250 ଖାଇଛି। ମୁଁ କହିଲି, ହଁ, କିଛି କିଛି ଭଜା ଖାଅ, ଆଉ ମୁଁ ଏମିତି ଗୋଟେ ଟ୍ରିକ୍ରେ ରାନ୍ଧିବି ଯେ ସମସ୍ତେ ମନ ଖୁସିରେ ପେଟ ଭରିକି ଖାଇବ। ତାପରେ ମୁଁ ଯାଇକି ମାଛକୁ ଭଲ ଭାବରେ ଧୋଇ ନେଲି, ଲୁଣ ହଳଦୀ ଗୋଳେଇ ଦେଲି, ତାକୁ ପୁରା କୁଡ଼ମୁଡ଼ିଆ କରିକି ଭାଜିଦେଲି। ଏଇଠି ନା ପନିପରିବା କିଛି କାଟିକି ରଖିଥିଲି, ଯେଉଁଟାକି ଆପଣମାନେ ଦେଖିଲେ, ଆଳୁ, କଖାରୁ, ବାଇଗଣ, ଟମାଟୋ, ପୋଇ ପତ୍ର, ଏ ସବୁକୁ ଭଲ ଭାବରେ ସୋରିଷ ମସଲାରେ ମୁଁ କଷିଦେଲି। ତାପରେ ଏଇଠି ଦେଖନ୍ତୁ, ମାଛକୁ ଭାଜିକି ରଖିଛି, ସାଙ୍ଗେ ସାଙ୍ଗେ ଆମେ ମାନେ ପକାଇବାନି, ପୁରା ସିଝି ସାରିଲା ପରେ, କମ୍ ସେ କମ୍ 80-90% ସିଝି ସାରିଲା ପରେ ଯାଇକି ପକାଇବା। ଜହ୍ନି ନଥିଲା ତ ଜହ୍ନି ଜାଗାରେ ମୁଁ କ'ଣ ପକାଇବି, ମନେ ପଡ଼ିଗଲା ପୋଟଳ, କାରଣ ପୋଟଳରୁ ଯଦି ଏମିତି ଚୋପା ଆମେ ମାନେ ଛଡ଼େଇଦେବା, ସେ ପୁରା ଜହ୍ନିର ଜାଗା ନେଇଯାଏ। ତ ସେମିତି ମୁଁ କ'ଣ କଲି ନା, ପୋଟଳର ସବୁତକ ଚୋପା ଏମିତି ଛଡ଼େଇ ନେଲି, ଆଉ ସବୁ ପନିପରିବା ମସଲାରେ ମିଶାଇ ଭଲସେ କଷି ନେଲି। ପନିପରିବା ଯେମିତି 89% ସିଝିଗଲା, ମୁଁ କ'ଣ କଲି ନା, ପାଣି ଦେଇକି ଟିକେ ନାକୁ ଫୁଟାଇବା ପାଇଁ ଛାଡ଼ିଦେଲି। ଗୋଟେ ଗ୍ଲାସ୍ ଖଣ୍ଡେ ପାଣି ଦେଲି, ଯେହେତୁ ମୁଁ ଆକୁ ଜୁକଜୁକିଆ ରଖିବି। ତାପରେ ଯେତେବେଳେ ଭଲସେ ଫୁଟିଗଲା, ଯେଉଁଟା ଆମେ ମାଛ ଭାଜିକି ରଖିଥିଲେ, ତାକୁ ସେଇଥିରେ ମୁଁ ଆଡ଼୍ କରିଦେଲି। ଚୁନା ମାଛ ପକାଇ 5 ମିନିଟ୍ ଯାଏଁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେଲି। ବାସ୍, ତାପରେ 5 ମିନିଟ୍ ପରେ ଯେତେବେଳେ ଢାଙ୍କୁଣୀ ଖୋଲିଦେଲି, ଆମର ରେଡ଼ି ହେଇଗଲା ଚୁନା ମାଛ ପନିପରିବା ଦିଆ ବେସର। ନିଶ୍ଚିତ ଏମିତି କରନ୍ତୁ। ଆଉ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଫେସବୁକ୍ରେ ଦେଖିଥିଲେ ଫଲୋ କରନ୍ତୁ। ବାଏ।